ପିଲାମାନେ ଆଜି ଆମେ 2 ମାର୍କିଆ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ସବୁ ଡିସ୍କସନ କରିବା ଏବଂ ଜାଣିବା ଯେ 2 ମାର୍କିଆ ଇମ୍ପୋର୍ଟାଣ୍ଟ ସବୁ କ'ଣ ଅଛି। ଓକେ, ତ ଦେଖିବା, ନୋଟ୍ କରିବା ଏବଂ ଦେଖନ୍ତୁ, ଜାଣନ୍ତୁ ଏବଂ ସବୁ କଥା ଭଲ ଭାବରେ ପଢ଼ନ୍ତୁ ଏବଂ ମନେ ରଖନ୍ତୁ। ଓକେ, ତ ଦେଖନ୍ତୁ ପିଲାମାନେ, ପ୍ରଥମ ଦେଇଛି ଇକୋଲୋଜିକାଲ ଭ୍ୟାଲୁ ମାନେ ପାରିବେଶିକ ମୂଲ୍ୟ କହିଲେ କ'ଣ। ଏଇଟା ନିଶ୍ଚିନ୍ତ ଆପଣମାନଙ୍କର ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ଆଉ ଆପଣମାନେ ନିଶ୍ଚିନ୍ତ ଆକୁ ମନେ ରଖନ୍ତୁ। ଦେଖ, ପାରିବେଶିକ ମୂଲ୍ୟ କହିଲେ କ'ଣ? ଦେଖ, ଉତ୍ତର ଦେଇଛି କ'ଣ? ପରିଭାଷାର ସ୍ତର ଭାବରେ ବ୍ୟାଖ୍ୟା କରାଯାଇଥିବା ପାରିବେଶିକ ମୂଲ୍ୟକୁ ଉଭୟ ମଣିଷ ଏବଂ ଅଣୁମାନବଙ୍କ ପାଇଁ ସମାନ ହୋଇପାରେ। ଜଳ, ଖଣିଜ ପଦାର୍ଥ ସମୂହ, ଜୀବ ସମୂହ ଯାହା ପ୍ରାକୃତିକ ପର୍ଯ୍ୟାବରଣ ଅବସ୍ଥାକୁ ଗଠନ କରେ, ତାହା ଜୀବନର ରୂପକୁ ସମର୍ଥନ କରିଥାଏ, ତାହାକୁ ପାରିବେଶିକ ମୂଲ୍ୟ ବୋଲି କୁହାଯାଏ। ଯାହାକି ପ୍ରଥମ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଏଇଟା। ପାରିବେଶିକ ମୂଲ୍ୟ କହିଲେ କ'ଣ ବୁଝ, ଏଇଟା ତମର ଆସିବ ହିଁ ଆସିବ। ଏଇଟା ସମସ୍ତେ ମନେ ରଖିବ ନା। ପ୍ରଥମ, ଯେହେତୁ ଆମେ ପ୍ରଥମ ୟୁନିଟ୍, ଯାହା ବି ହେଲେ ପ୍ରଥମ ୟୁନିଟ୍ରୁ ଗୋଟେ ଜିନିଷ ଆସିବା କଥା ସେ ଆସିବ ସବୁବେଳେ, ଏଇଟା ମନେ ରଖିଥିବ ହେଲା। ତାପରେ ଦେଖିବା, ଦେଖ ଦେଇଛି 2 ନମ୍ବର କ'ଣ ଦେଇଛି। 2 ନମ୍ବରଟା ବି ଇମ୍ପୋର୍ଟାଣ୍ଟ, କାହିଁକି ନା 7 ପ୍ରକାର ପରିବେଶ ବିଜ୍ଞାନ କ'ଣ, ଏଇଟା ମନେ ରଖିବ। 7 ଟାଇପ୍ସ ଅଫ୍ ଇକୋଲୋଜି, ସେଟା କ'ଣ କ'ଣ ପକେଇଥିବ ଏମିତି ହେଲା। 7 ପ୍ରକାର ପରିବେଶ ବିଜ୍ଞାନ କ'ଣ, ତମେ ଯଦି ନ ଜାଣିଥିବ ଲେଖିବ କ'ଣ ସେଠି ହେଲା। ତ ନିଶ୍ଚିନ୍ତ ଜାଣିବା କଥା। ଦେଖନ୍ତୁ ପିଲାମାନେ, ଉତ୍ତର କ'ଣ ଦେଇଛି ନା ବାୟୋଟିକ୍ ଆବୟୋଟିକ୍ ଫ୍ୟାକ୍ଟର ଗୁଡ଼ିକ ଜୀବନ୍ତ ଏବଂ ଅଣୁଜୀବ କାରକ ଏବଂ ପରିବେଶ ସହିତ ସେମାନଙ୍କର ପାରିପାର୍ଶ୍ୱିକ ସମ୍ପର୍କକୁ ଅନ୍ତର୍ଭୁକ୍ତ କରୁଥାଏ। ଜଗତୀୟ ପରିବେଶ, ଜନସଂଖ୍ୟା ପରିବେଶ, ଜୈବିକ ପରିବେଶ, ସମ୍ପ୍ରଦାୟ ପରିବେଶ, ପର୍ଯ୍ୟାବରଣ ପରିବେଶ, ବ୍ୟବହାରିକ ପରିବେଶ, ପରିବର୍ତ୍ତନ ଓ ପରିବର୍ତ୍ତନମାନ ପରିବେଶ ହେଉଛି 7 ପ୍ରକାର ପରିବେଶ। ମନେ ରଖିଲ, ମେନ୍ ଯୋଉଠି ରହିଛି ତମର କ'ଣ, ଜଗତୀୟ ପରିବେଶ, ଜନସଂଖ୍ୟା ପରିବେଶ, ଜୈବିକ, ଏଇଗୁଡ଼ା ହେଉଛି ତାର ମେନ୍ 7ଟି ଟାଇପ୍ସ ଅଫ ଇକୋଲୋଜି। ବାସ୍ ମନେ ରହିଲା। ତାପରେ ଦେଖିବା, ଏଇଟା ନିଶ୍ଚିନ୍ତ ପଢିଥିବ, ହ୍ୱାଟ ଇଜ ଇକୋଲୋଜି, ପରିବେଶ ବିଜ୍ଞାନ କହିଲେ କ'ଣ। ଏଇଟା ନିଶ୍ଚିନ୍ତ। ପରିବେଶ ବିଜ୍ଞାନ ହେଉଛି ପ୍ରଜାତିର ଅଧ୍ୟୟନ, ସେମାନଙ୍କର ପରିବେଶ ଓ ସେମାନଙ୍କ ମଧ୍ୟରେ ଘଟୁଥିବା ପାରିପାର୍ଶ୍ୱିକ କ୍ରିୟା ପ୍ରତିକ୍ରିୟା। ଏହା ଜୀବ ଓ ଜନସଂଖ୍ୟା, ସମ୍ପ୍ରଦାୟ, ଜୈବ ପରିବେଶ ଏବଂ ପର୍ଯ୍ୟାବରଣ ସହିତ ଅନେକ ଭିନ୍ନ ମାପର ଅଧ୍ୟୟନ କରାଯାଇଥାଏ। ଜୀବବିଜ୍ଞାନର ମୂଳ ଉଦ୍ଦେଶ୍ୟ ହେଉଛି ଏକ ଜୀବ କିପରି କାର୍ଯ୍ୟ କରେ, ସେମାନଙ୍କର ଆଡାପ୍ଟେସନ, ପରିବେଶ ପାରସ୍ପରିକ କ୍ରିୟା ଏବଂ ଜୈବ ବିବିଧତା ଉତ୍ତମ ବୁଝାମଣା କ'ଣ ପ୍ରତିଷ୍ଠା କରିବା। ସବୁବେଳେ ଏଇଟା ମନେ ରଖିଥିବ, ପରିବେଶ ବିଜ୍ଞାନ କହିଲେ କ'ଣ। ନିଶ୍ଚିନ୍ତ ଏଇଟା ନିଶ୍ଚିନ୍ତ ଭେରି ଭେରି ଇମ୍ପୋର୍ଟାଣ୍ଟ, ମାରି ରଖ ଏବେଠାରୁ। ପରିବେଶର ମୂଲ୍ୟ କାହିଁକି ଗୁରୁତ୍ୱପୂର୍ଣ୍ଣ, ଏଇଟା ଯଦି ପଢିଥିବ ତମେ ପିଲାମାନେ କ'ଣ ଲେଖିବ ନା। ଦେଖ, ପରିବେଶ ମୂଲ୍ୟ ଆମର ଅର୍ଥନୀତି, ଆମ ସମାଜ ଅସ୍ତିତ୍ୱର ମୂଳଦୁଆ ଅଟେ। ଆମର ଜଙ୍ଗଲ, ନଦୀ, ମହାସାଗର ଆମକୁ ଖାଦ୍ୟ, ଜଳ ଯୋଗାଇ ଦେଇଥାଏ। ଆମର ସ୍ୱାସ୍ଥ୍ୟ, ସୁଖ, ସ୍ୱଚ୍ଛତା ପାଇଁ ପରିବେଶର ବିଭିନ୍ନ ଉପାଦାନ ମାନବ ଉପରେ ବ୍ୟକ୍ତିବିଶେଷ ସମ୍ପୂର୍ଣ୍ଣ ଉପରେ ନିର୍ଭରଶୀଳ ରହୁଥିବା ଯୋଗୁଁ ପରିବେଶର ମୂଲ୍ୟ କ'ଣ, ମୂଲ୍ୟ ଗୁରୁତ୍ୱପୂର୍ଣ୍ଣ ମନେ ହୁଏ। ବାସ୍ ସଇଲା, ଏଟା ବି ଭେରି ଭେରି ଇମ୍ପୋର୍ଟାଣ୍ଟ, ଆକୁ ବି ମାନି ରଖ। ଜଣେ ବ୍ୟକ୍ତି ଭାବରେ ଜଣେ ପ୍ରାକୃତିକ ସମ୍ପଦର ସଂରକ୍ଷଣ କିପରି ଯୋଗଦାନ କରିପାରିବେ, ଏଇଟା ବି ଆସିବ ହେଲା। ବ୍ୟକ୍ତି ଭାବରେ ସମ୍ପଦର ସଂରକ୍ଷଣ କିପରି ଯୋଗଦାନ କରିପାରିବେ। ଜଣେ ବ୍ୟକ୍ତି ଭାବରେ ବିଭିନ୍ନ ଇଲେକ୍ଟ୍ରୋନିକ ଉପକରଣ ଗୁଡ଼ିକର ପୁନଃ ବ୍ୟବହାରକ୍ଷମ ମରାମତି କରିବା ଆବଶ୍ୟକ। ଦାନ୍ତ ଘଷିବା, ଗାଧୋଇବା କିମ୍ବା ବାସନ ଧୋଇବା ସମୟରେ କମ୍ ପାଣି ବ୍ୟବହାର କରିବା କ'ଣ ଅନାବଶ୍ୟକ ଭାବେ ଲାଇଟ୍ ବିଦ୍ୟୁତ୍ ବହୁଳ ବ୍ୟବହାରକୁ ବନ୍ଦ କରି ଶକ୍ତି ସଞ୍ଚୟ କରିବା ବିଦ୍ୟୁତ୍ ଉପକରଣ ବ୍ୟବହାର କରାଯିବା ଆବଶ୍ୟକ ହେଲା। ଏଇଟା ପଢ଼ିଲେ ଆପଣ ଲେଖିବ କିପରି ମାନେ ସମ୍ପଦ ସଂରକ୍ଷଣ କିପରି ଯୋଗଦାନ କରିପାରିବେ। ଏଟା ମଧ୍ୟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ପଶୁମାନଙ୍କ ପ୍ରତି ନିଷ୍ଠୁରତା ଏକ ନୈତିକ ପ୍ରସଙ୍ଗ କି? ଯଦି ଏଇଟା ପଢିଥିବ ତ କ'ଣ ଲେଖିବ ନା, ପଶୁମାନଙ୍କ ଅନାବଶ୍ୟକ ଯନ୍ତ୍ରଣା ନ ଦେବା ପାଇଁ ଆମର କର୍ତ୍ତବ୍ୟ ଅଟେ। ମାନବ ଜାତିର କଲ୍ୟାଣ କରାଯିବ ପରି ପଶୁ ଜାତିର କଲ୍ୟାଣ ନିମନ୍ତେ ଉଭୟ ରାଷ୍ଟ୍ର, ସମାଜ ଓ ବ୍ୟକ୍ତି ବିଶେଷ ବଦ୍ଧପରିକର ହେବା ଆବଶ୍ୟକ। ବ୍ୟକ୍ତି ବିଶେଷଙ୍କ ପ୍ରତି ନିଷ୍ଠୁର ଆଚରଣ ନିମନ୍ତେ ଦଣ୍ଡବିଧାନ ବ୍ୟବସ୍ଥା ବିଧିବଦ୍ଧ ଭାବେ ପ୍ରଚଳନ କରାଗଲା ପରି ପଶୁମାନଙ୍କୁ ନିଷ୍ଠୁରତା ପରିଦର୍ଶନ ବିରୁଦ୍ଧରେ ମଧ୍ୟ କଡ଼ା ଦଣ୍ଡବିଧାନ ବ୍ୟବସ୍ଥା ପ୍ରଚଳନ କରାଯାଇଛି।
ତେଣୁ ପଶୁମାନଙ୍କ ପ୍ରତି ନିଷ୍ଠୁରତା କେବଳ ନୈତିକ ପ୍ରସଙ୍ଗ ନୁହେଁ, ଏହା ଏକ ଆଇନଗତ ପ୍ରସଙ୍ଗ। ଓକେ, ତ ଏଇଟା ନିଶ୍ଚିନ୍ତ ମନେ ରଖିବା। ସବୁଜ ପ୍ରଯୁକ୍ତି ବିଦ୍ୟା କ'ଣ, କାହିଁକି ଗୁରୁତ୍ୱପୂର୍ଣ୍ଣ ଅଟେ? ଏଇଟା ପୁରା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ସବୁବେଳେ ମନେ ରଖିବ। ସବୁଜ ପ୍ରଯୁକ୍ତି ବିଦ୍ୟା ମଧ୍ୟ ସ୍ଥାୟୀ କିମ୍ବା ପରିବେଶ ପ୍ରଯୁକ୍ତି ବିଦ୍ୟା ଅନ୍ତର୍ଭୁକ୍ତ ହୋଇ ଏହା କ୍ରମାଗତ ଭାବରେ ବିକଶିତ ପଦ୍ଧତି, ଅଭ୍ୟାସ ଏବଂ ସାମଗ୍ରୀର ଶକ୍ତି ଉତ୍ପାଦନ କରିବାର କୌଶଳଠାରୁ ଆରମ୍ଭ କରି ଅଣବିଷାକ୍ତ ସଫେଇ ଦ୍ରବ୍ୟ ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ କରିଥାଏ। ଏହା ପରିବେଶ ଉପରେ ଦୀର୍ଘ ସ୍ୱଳ୍ପକାଳୀନ ପ୍ରଭାବକୁ ବିବେଚନା କରିଥାଏ। ଏଇଟା ନିଶ୍ଚିନ୍ତ ମନେ ରଖିବ ସମସ୍ତେ, ଏଇଟା ଭେରି ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ବି ଯଦି ଆସିଲା ନିଶ୍ଚିନ୍ତ ଲେଖିବ ଯେ ସବୁଜ ଭାରତର ପ୍ରତିଷ୍ଠିତା କିଏ? ଏଟା 1 ମାର୍କିଆ ବି ଆସିପାରେ, ଦେଖ, କିମ୍ବା 2 ମାର୍କିଆ ବି ଆସିପାରେ। ଭାରତର ଆଜମଗଡ଼ ରାଜା ଗୌରବ ସିଂହ ଭାରତର ଲ୍ୟାଣ୍ଡମେପ୍ ଏବଂ ଗ୍ଲାଣ୍ଟ ନର୍ସରୀ ଶିଳ୍ପ ଅଗ୍ରଣୀ ହେବାର ସ୍ୱପ୍ନ ସହିତ ଏକ ଛୋଟ ନର୍ସରୀ ଆଜମଗଡ଼ଠାରେ ଆରମ୍ଭ କରିଥିଲେ ଏବଂ ସମସ୍ତ ଅଞ୍ଚଳବାସୀ ସବୁଜ ଭାରତ ଗଢ଼ିବାରେ ପ୍ରେରଣା ଯୋଗାଇଥିଲେ। ଓକେ, ତ ଯଦି ବି ଆପଣମାନେ ପିଡିଏଫ୍କୁ ଡାଉନଲୋଡ୍ କରିବାକୁ ଚାହୁଁଛନ୍ତି, ତା ଟେଲିଗ୍ରାମରେ ଲିଙ୍କ୍ ଅଛି, ଆପଣ ଟେଲିଗ୍ରାମ ଜଏନ୍ ହୋଇ ସେଠୁ ପିଡିଏଫ୍ ବି ଡାଉନଲୋଡ୍ ବି କରିପାରିବେ। ଓକେ, ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଦେଖିନିଅ ଯେ ପୁନଃ ବ୍ୟବହାର କରି ଆମେ କିପରି ବର୍ଜ୍ୟବସ୍ତୁ ହ୍ରାସ କରିପାରିବା। ଦେଖ, ବୋତଲ, କାଚ, ପ୍ଲାଷ୍ଟିକ, ଖବରକାଗଜ କିମ୍ବା ଅବ୍ୟବହାର ପୁସ୍ତକ ସଂଗ୍ରହ କରି ପୁନଃ ବ୍ୟବହାର କେନ୍ଦ୍ରରେ ଏକତ୍ରିତ କରନ୍ତୁ। ସ୍ଥାନୀୟ ପ୍ରଶାସନ ଦ୍ୱାରା ଘର ଘର ବୁଲି ଗୃହ ଆବର୍ଜନା, ପନିପରିବାର ବର୍ଜ୍ୟ ଅଂଶ, ପୁରୁଣା କନା, ଗୃହ ବ୍ୟବହୃତ ବର୍ଜ୍ୟବସ୍ତୁମାନ ସଂଗ୍ରହିତ କରି ଏଣେତେଣେ ନ ଫୋପାଡ଼ି ପୁନଃଚକ୍ରଣ ବର୍ଦ୍ଧିତ ବ୍ୟବହାର କରି ସାର, ଖତ ଓ କାଗଜ, ପ୍ଲାଷ୍ଟିକ ତଥା କନା ସାମଗ୍ରୀଗୁଡ଼ିକୁ ପୁନଃ ବ୍ୟବହାର କ୍ଷମ କରାଯାଇ ବର୍ଜ୍ୟବସ୍ତୁ ହ୍ରାସ କରାଯାଇପାରିବ। ଏଇଟା ମଧ୍ୟ ଭେରି ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ଏବେଠାରୁ ଜାଣି ରଖ ହେଲା। ଦେଖ, ପୁନଃ ବ୍ୟବହାର କ୍ଷମ କରିବାର 5ଟି ଉପାୟ କ'ଣ? ଏଇଟା ବି ମଧ୍ୟ ଆପଣମାନଙ୍କର 2 ମାର୍କିଆ ଆସିବ, ମନେ ରଖ। ଦେଖ, କ'ଣ ଦେଇଛି ଉତ୍ତର? ପୁନଃ ବ୍ୟବହାର କ୍ଷମ କରିବାର 5ଟି ଉପାୟ ହେଉଛି, ଲେଖିବ ପ୍ଲାଷ୍ଟିକ ବ୍ୟାଗ ଗୁଡ଼ିକୁ ପୃଥକ ଭାବରେ ରିସାଇକ୍ଲିଂ କରନ୍ତୁ, କାଗଜ ଖଣ୍ଡ ନ କରିବାକୁ ଚେଷ୍ଟା କରନ୍ତୁ। ତାପରେ କ'ଣ ଦେଇଛି? ବୋତଲ ଗୁଡ଼ିକୁ ସଂକୋଚନ କରନ୍ତୁ ଏବଂ ଢାଙ୍କୁଣୀକୁ ପୁନର୍ବାର ରଖନ୍ତୁ। କାର୍ଡବୋର୍ଡ ଏବଂ ଆପଣଙ୍କ ଅନ୍ୟାନ୍ୟ ରିସାଇକ୍ଲିଂ ସଫା ରଖନ୍ତୁ। ଆପଣଙ୍କର କ'ଣ ସ୍ଥାନୀୟ ରିସାଇକ୍ଲିଂ ଗାଇଡ୍ ପଢ଼ନ୍ତୁ। ଓକେ, ତ ଇଏ ହେଉଛି 5ଟି ଉପାୟ। ଇଏ ବି ଗୋଟେ ଇମ୍ପୋର୍ଟାଣ୍ଟ ଆଉ ସିଲେକ୍ସନ କ୍ୱେଶ୍ଚିନ୍, ଆକୁ ମନେ ରଖିଥିବ। ଯେ ରାସାୟନିକ ଶିଳ୍ପରେ ସବୁଜ ପ୍ରଯୁକ୍ତି ବିଦ୍ୟା କ'ଣ? ଏଟା ବି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଦେଖ, ସବୁଜ ରାସାୟନିକ ପ୍ରଯୁକ୍ତି ବିଦ୍ୟା ଏକ ଅଧିକ ସ୍ଥାୟୀ ରାସାୟନିକ ଶିଳ୍ପ ପାଇଁ ଏକ ମାର୍ଗ ସବୁଜ ରାସାୟନିକ ବ୍ୟାଖ୍ୟା କରେ। ପରିବେଶ ଅନୁକୂଳ ରାସାୟନିକ ଦ୍ରବ୍ୟ ଏବଂ ପ୍ରକ୍ରିୟାର ଡିଜାଇନ, ଉତ୍ପାଦନ, ବ୍ୟବହାର ଯାହା ପ୍ରଦୂଷଣକୁ ରୋକିଥାଏ, କମ୍ ବିପଜ୍ଜନକ ବର୍ଜ୍ୟବସ୍ତୁ ଉତ୍ପାଦନ କରିଥାଏ ଏବଂ ପରିବେଶ ତଥା ମାନବ ସ୍ୱାସ୍ଥ୍ୟ ବିପଦକୁ ମଧ୍ୟ ହ୍ରାସ କରାଇଥାଏ। ତ ଇଏ ବି ଗୋଟେ ଭେରି ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ଆକୁ ବି ଚିହ୍ନ ମାରି ରଖ ଆଉ ନୋଟ୍ ବି କର। ଏଇଟା ମଧ୍ୟ ଆପଣଙ୍କର ଭେରି ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। କ'ଣ ଦେଇଛି? ନିର୍ମାଣ କ୍ଷେତ୍ରରେ ସବୁଜ ପ୍ରଯୁକ୍ତି ବିଦ୍ୟା କ'ଣ? ଦେଖ, ସବୁଜ ପ୍ରଯୁକ୍ତି ବିଦ୍ୟା ବସ୍ତୁ ଏବଂ ପଦ୍ଧତିର ଯାହା ନିର୍ଭରଶୀଳ ପ୍ରଫେସନାଲ ମାନେ ଗ୍ରହ ଉପରେ ସେମାନଙ୍କର ନକାରାତ୍ମକ ପ୍ରଭାବକୁ ସୀମିତ ରଖିବା ପାଇଁ ବ୍ୟବହାର କରିଥାନ୍ତି। ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରୁ ଅଧିକାଂଶ ନିର୍ମାଣ ପୂର୍ବରୁ ଏବଂ ପରେ ଶକ୍ତି, ଜଳ, ଏପରିକି ସାମଗ୍ରୀର ବ୍ୟବହାରକୁ ହ୍ରାସ କରିବା ଉପରେ ଧ୍ୟାନ ଦେଇଥାଏ। ତ ଏଇ ସବୁ ଥିଲା ହିଁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଆଶା କରୁଛି ଆପଣଙ୍କୁ ଭିଡ଼ିଓ ଭଲ ଲାଗିଥିଲା। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ଏଭଳି ଆଗକୁ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଯଦି ପିଡିଏଫ୍ ଯଦି ଡାଉନଲୋଡ୍ କରିବାକୁ ଚାହୁଁଛନ୍ତି ଟେଲିଗ୍ରାମରେ ବି ଜଏନ୍ ହୋଇ ଡାଉନଲୋଡ୍ ବି କରିପାରିବେ। ଜୟ ହିନ୍ଦ, ବନ୍ଦେ ମାତରମ୍।